ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଯୋଗରେ ମାନବ ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଉଥିବା ଦିଶାରୀ ହେଉଛନ୍ତି ଶ୍ରୀମା। ଆଜି ଫେବୃଆରୀ 21 ତାରିଖ ତାଙ୍କର ପବିତ୍ର ଜନ୍ମଦିବସ। ଏହି ଅବସରରେ ସମ୍ବଲପୁର ଶ୍ରୀ ଅରବିନ୍ଦ କର୍ମ ମନ୍ଦିର, ମାତୃନିବାସ ଓ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସକାଳ 9:30ରେ ମାତୃ ପତାକା ଉତ୍ତୋଳନ କରାଯାଇଥିଲା କରିଥିଲେ ମ୍ୟାନେଜିଂ ଟ୍ରଷ୍ଟି କୃଷ୍ଣଚନ୍ଦ୍ର ବାବୁ। ଏହାପରେ ରେଲିକ୍ସ ନିକଟରେ ସାମୂହିକ ଧ୍ୟାନ ଅନୁଷ୍ଠିତ ହୋଇଥିବା ଆଲୋଚନା ସଭାରେ କୃଷ୍ଣଚନ୍ଦ୍ର ବାବୁ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ରମେଶ ପ୍ରଧାନ ଆଲୋଚକ ଭାବେ ଯୋଗ ଦେଇଥିଲେ। ଦେଖନ୍ତୁ ଓ ଶୁଣନ୍ତୁ ଏହାର ଦୃଶ୍ୟ। ଜନମୁଖ ନ୍ୟୁଜ୍ ପାଇଁ ବୀରେନ୍ଦ୍ର କୁମାର ପାଣିଗ୍ରାହୀ, ନମସ୍କାର। ଏବଂ ନିଜ ଚେତନାର ପ୍ରତ୍ୟେକ ସ୍ତର ଓ ପ୍ରତ୍ୟେକ ବୃତ୍ତିକୁ ସମର୍ପଣ ଓ ଆତ୍ମନିବେଦନ ଯେଉଁ ଅନୁପାତରେ ବୃଦ୍ଧି ପାଏ, ସେହି ଅନୁପାତରେ ସାଧକ ସଜ୍ଞାନ ହୋଇଉଠେ ଏବଂ ଅନୁଭବ କରେ ଯେ ତା ମଧ୍ୟରେ ଭାଗବତୀ ଶକ୍ତି ସାଧନା କରୁଛନ୍ତି। ତା ମଧ୍ୟରେ କ୍ରମେ ସେ ନିଜକୁ ବେଶୀ କରି ଢାଳି ଦେଉଛନ୍ତି ଏବଂ ଦିବ୍ୟ ପ୍ରକୃତିର ସ୍ୱାଧୀନତା ଓ ପୂର୍ଣ୍ଣତାର ଭିତ୍ତି ସ୍ଥାପନ କରୁଛନ୍ତି। ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ମାଙ୍କର ଜନ୍ମଦିନ ପରେ ପରେ ଫେବୃଆରୀ 29ରେ ଆସୁଛି ପ୍ରତିମାନସର ଅବତରଣ ଦିବସ। 4 ବର୍ଷରେ ଥରେ ହୁଏ ଫେବୃଆରୀ 29 ତାରିଖରେ। ତେଣୁ ଆମେ 2ଟା ଦର୍ଶନ ଦିବସ ଏଥର ଆମର ରହିଛି। ଏଇ ଗୋଟେ ମାସରେ 21 ତାରିଖ ପରେ ପରେ 29 ତାରିଖ। ଆଜି ମୁଁ ଆଉ ପରେ କହିବି ଯାହା କହିବା କଥା। ବର୍ତ୍ତମାନ ଆମର ଗ୍ରାଉଣ୍ଡରେ ଅଛନ୍ତି ରମେଶ ଭାଇ। ସେ ତେଣୁ ମାଙ୍କର ଶକ୍ତିକୁ ପରିପ୍ରକାଶ କରିବା ଏବଂ ମାଙ୍କର ଯେଉଁ କୃପା ରହିଛି ଆମ ପ୍ରତି ତାକୁ ଦୃଢ଼ ନିଶ୍ଚିତ ରୂପେ ଆମେ କାର୍ଯ୍ୟକାରୀ କରିବା। ଏହିପରି ଆସୁଥିବା ପ୍ରାଣଚକ୍ର କରୁଥିବା, କିନ୍ତୁ ସେଇ ଯେଉଁ ପ୍ରତିମାନର ହେବାର ଯେଉଁ ପରିକଳ୍ପନା ଶ୍ରୀମା ଶ୍ରୀଅରବିନ୍ଦ ଆମ ଆଗରେ ଉପସ୍ଥାପିତ କରିଛନ୍ତି ଏବଂ ଯେଉଁ ନୂତନ ଜଗତ ସୃଷ୍ଟି ହେବାକୁ ଯାଉଛି ତାହା ନିଶ୍ଚିତ ରୂପରେ ହେବ। କିନ୍ତୁ ଆମେମାନେ ଯଦି ସମସ୍ତ ମଣିଷ ଜାତି ତାକୁ ଯଦି ସହଯୋଗ କରିବା, ତାହେଲେ ସେହି ଯୁଗ ଅତି ଶୀଘ୍ର ଏହି ପୃଥିବୀ ପୃଷ୍ଠରେ ପ୍ରତିଷ୍ଠିତ ହେବ ଏବଂ ସେହି ଯୁଗରେ ଆମେ ସମସ୍ତେ ବାସ କରି ଗୋଟେ ଦିବ୍ୟମାନ ଭାବରେ ନିଜକୁ ପ୍ରତିଷ୍ଠିତ କରି ଶ୍ରୀମା ଶ୍ରୀଅରବିନ୍ଦଙ୍କ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହୋଇପାରିବା। ଏତିକି କହୁଛି।